ଦେଖନ୍ତୁ ଅନାସ୍ଥା ଆଣିବାଟା ତାଙ୍କର ଅଧିକାର। ଅନାସ୍ଥାର ଦୁଇଟା ଦିଗ ଥାଏ। ଗୋଟିଏ ଦିଗ ହେଉଛି ଯେ ଅନାସ୍ଥା ସେମାନେ ଆଣିବେ, ଉତ୍ତର ଆମେ ଦେବୁ। ପ୍ରଶ୍ନ ସବୁ ଯୋଗାଡ଼ କରିକି ରଖିଥାନ୍ତୁ, ଉତ୍ତର ସବୁ ଶୁଣିପାରିବେ ନାହିଁ। ସେମାନେ ଅନାସ୍ଥା ଆଣିବା ପାଇଁ ଚିନ୍ତା କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ 40 ବର୍ଷ ଲେଖା ଶାସନ କରିବାର ସୁଯୋଗ ପାଇଲେ ଆଉ ଓଡ଼ିଶାକୁ ଏ ଅବସ୍ଥାକୁ ପହଞ୍ଚାଇଛନ୍ତି, ଆମେ ତ ଗୋଟିଏ ବର୍ଷ ମାତ୍ର ହେଇଛି। ଆମେ ପ୍ରସ୍ତୁତ ଅଛୁ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବା ପାଇଁ। ସବୁ ଟିକେ ହୋମୱାର୍କ କରିକି ଆସନ୍ତୁ। 40 ବର୍ଷରେ କ'ଣ କରିଥିଲେ ସେମାନେ ତାର ଜବାବ ଦିଅନ୍ତୁ। ବିଜୁ ଜନତା ଦଳ ଏବଂ କଂଗ୍ରେସ ପାର୍ଟି ଉଭୟ 35-40 ବର୍ଷ ଲେଖା ହିସାବ ଧରିକି ଆସନ୍ତୁ। ଆମେ ଗୋଟିଏ ବର୍ଷର ହିସାବ ଦେବୁ। ଓଡ଼ିଶାବାସୀ 40 ବର୍ଷ ପ୍ଲସ୍ 40 ବର୍ଷ ଭର୍ସେସ୍ ଗୋଟିଏ ବର୍ଷ, ତାର ତୁଳନା ଦେଖିବେ, ଶୁଣିବେ। ଏବଂ ଯେଉଁ ଅନାସ୍ଥା ପ୍ରସ୍ତାବ କଥା ଆପଣ ଉଲ୍ଲେଖ କରୁଛନ୍ତି, ବୁମେରାଙ୍ଗ ଗୋଟେ ଶବ୍ଦ ଅଛି, ବୋଧେ ବିରୋଧୀ ଦଳ ଜାଣିନାହାନ୍ତି। ଥରେ ଆଣନ୍ତୁ ଅନାସ୍ଥା ପ୍ରସ୍ତାବ, ସରକାରଙ୍କୁ ଆହତ କରିବ ନାହିଁ, ବୁମେରାଙ୍ଗ ହେଇକରି ନିଜେ ରକ୍ତାକ୍ତ ହେବେ।